ନା ଫ୍ୟାକ୍ଟ୍ରି ଅଛି। ଏବେ ସବୁ ମୋ ହାତ ମୁଠାରେ ଅଛି। ଆଉ ତ ପିଲା ନାଇବାକୁ ନେଇ ବଡ଼ ଦାଣ୍ଡରେ ଥାଳି ଧରି ଭିକ ମାଗିବାକୁ ପ୍ରସ୍ତୁତ ହେଇଯା। ବାପା ବାପା ଏ ବାପା ତୁ ଏଠି ଗୋଟେ କାହିଁକି ଆସିବ କହିଲ? ହଁ ଆମେ ତୁ କିଏ ବେ ଶଳା ଚନ୍ଦ୍ରପୃଷ୍ଠରୁ ଆସିଲା ଭଳି ଦେଖାଯାଉଛୁ। ଇଏ ମନୋଜା ସିଏ ବା ମୋର ପୁଅ ମୋ ବିହନ। ଆମେ ଏଇଠିକୁ କାହିଁକି ଆସିଛୁ? ମଙ୍ଗଳ ଗ୍ରହକୁ ଦର୍ଶନ କରିବାକୁ। ବାପା ଓ ବାପା ମୁଁ ମନ୍ତ୍ରୀ ହେବି। ମନ୍ତ୍ରୀ ହବୁ? କଣ କହିଲୁ? ତୁ ମନ୍ତ୍ରୀ ହବୁ? ଦେଖିଲ ମନୋଜା ମୋ ପୁଅ କହୁଛି ମନ୍ତ୍ରୀ ହବ। ଏବେ ମନ୍ତ୍ରୀ ହେଲେ ତୁ କଣ କରିବୁ? ମୁଁ ମନ୍ତ୍ରୀ ହେଲେ ମୁଁ ସବୁ ଖାଇବି। ତୁ କଣ ଏ ଗାଁ ଗଣ୍ଡା ସହର ସବୁ ଖାଇବୁ? ନା ଗାଁ ଗଣ୍ଡା ଖାଇବି। ମୁଁ ଖାଲି ଖାଇବି। ଆଉ କଣ ଖାଇବୁ ତୁ? କଣ ଖାଇବି? ହଁ। କଣ ଖାଇବି? ଭାତ ଖାଇବି, ଡାଲି ଖାଇବି, ଖଣି ଖାଇବି, ମାଙ୍ଗାନିଜ ଖାଇବି, ଆଉ ଛତୁଆ ଗୁଣ୍ଡ ଖାଇବି, ଆଉ ସୁଭଦ୍ରା ଟଙ୍କା ଖାଇବି, ଆଉ ଛତରେ ଆଉ ଖାଦ୍ୟ ଖାଇବି। ଆଉ ବାବୁ ଇଏ ଦିନେ ନା ଦିନେ ନିଶ୍ଚୟ ମନ୍ତ୍ରୀ ହବ। ମନ୍ତ୍ରୀ ହବ ମୋ ପୁଅ। ଗାଁ ଗଣ୍ଡା ସହର ସବୁ ଗିଳିବ। ବାପା ମୁଁ ମନ୍ତ୍ରୀ ହେବି।